ଜଟକୁ ଥିଲେ ବିଶ୍ୱ ନିୟନ୍ତା ଦାରୁବ୍ରହ୍ମ ରତ୍ନ ଖଚିତ ମହଣ ମହଣ ସୁବର୍ଣ୍ଣ ଆଭୂଷଣରେ ବିଭୂଷିତ ବ୍ରହ୍ମାଣ୍ଡ ଅଧିପତି ରଥାରୂଢ଼ ବିଗ୍ରହଙ୍କ ଅପୂର୍ବ ଆଭାରେ ଫିକା ପଡ଼ୁଥିଲା ଉଜ୍ଜଳ ଆଲୋକ। ସିଂହଦ୍ୱାରରେ ଠାକୁରଙ୍କ ଦିବ୍ୟ ବେଶ ଦର୍ଶନରୁ ଆଖି ଫେରାଇ ପାରୁନଥିଲେ ଦର୍ଶନାର୍ଥୀ। ଭକ୍ତଙ୍କ ପାପତାପ ହରଣ ପାଇଁ ଭକ୍ତ ବତ୍ସଳ ମହାପ୍ରଭୁ ବାହୁ ପ୍ରସାରି ଅଭୟ ପ୍ରଦାନ କରୁଥିଲେ। ସାରା ଶ୍ରୀକ୍ଷେତ୍ର ହୋଇଥିଲା ଜଗନ୍ନାଥମୟ। ବଡ଼ଦାଣ୍ଡରୁ ସାହି ଗଳିକନ୍ଦି ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଥିଲା। ବୁଧବାର ବଡ଼ ଏକାଦଶୀରେ ରଥରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରାୟ 12 ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏନେଇ ମଧ୍ୟ ସୁରକ୍ଷା ବାହିନୀଙ୍କ କଡ଼ା ନଜର ରହିଥିଲା ଭିଡ଼ ଉପରେ। ଯାତ୍ରା କଷ୍ଟକୁ ଭୁଲି ବଡ଼ଦାଣ୍ଡକୁ ଛୁଟୁଥିଲେ ଶ୍ରଦ୍ଧାଳୁ। ପୁରା ଜନସମୁଦ୍ର ପାଲଟିଥିଲା ପବିତ୍ର ବଡ଼ଦାଣ୍ଡ। ସୁନାବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମଣୁଥିଲେ ଭକ୍ତ। କାର୍ତ୍ତିକ ବଡ଼ ଏକାଦଶୀରେ ଶୟନ ଠାକୁର ଉଠିବେ। 138 ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ରଥାରୂଢ଼ ଶ୍ରୀ ବିଗ୍ରହଙ୍କୁ ଲାଗି କରାଗଲା। ପାଳିଆ ମେଳାପ ଓ ଖୁଣ୍ଟିଆ ସେବକ ଦାରୁଦିଅଙ୍କ ବହୁମୂଲ୍ୟ ଅଳଙ୍କାରମାନ ରଥ ଉପରକୁ ଆଣିଥିଲେ। ଆଭୂଷଣକୁ ସେବକମାନେ ଠାକୁରଙ୍କୁ ଲାଗି କରିଥିଲେ।